ଆସନ୍ତୁ ଆଜି କଥା ହେବା ଏମିତି ତିନିଟା ଶବ୍ଦ ବିଷୟରେ ଯାହା କେବଳ ଶବ୍ଦ ନୁହେଁ ବରଂ ଗୋଟେ ଏମିତି ବିଚାରଧାରା ଯାହା ପୂରା ଇତିହାସର ମୋଡ଼ ବଦଳାଇ ଦେଇଥିଲା। ଏହି ଶବ୍ଦଗୁଡ଼ିକ ବଡ଼ ବଡ଼ ସାମ୍ରାଜ୍ୟକୁ ଓଲଟାଇ ଦେଇଥିଲା ଆଉ ନୂଆ ଦେଶ ଗଠନ କରିବାରେ ସାହାଯ୍ୟ କରିଥିଲା। ତେବେ କ'ଣ ସେଇ ତିନିଟା ଶକ୍ତିଶାଳୀ ଶବ୍ଦ ଯାହା ସାରା ଦୁନିଆକୁ ହଲେଇ ଦେଇଥିଲା? ଚାଲନ୍ତୁ ଗୋଟିଏ ପରେ ଗୋଟିଏ ସେହି ଶବ୍ଦଗୁଡ଼ିକୁ ଭିତରକୁ ଯିବା। ପ୍ରଥମ ଶବ୍ଦଟି ହେଉଛି ସମାନତା। ଏହାର ସିଧାସଳଖ ମାନେ ହେଲା ଆଇନ ଆଗରେ ସମସ୍ତେ ସମାନ। ଜଣେ ଧନୀ ହେଉ କି ଗରିବ, ରାଜା ହେଉ କି ପ୍ରଜା, ନିୟମ ସମସ୍ତଙ୍କ ପାଇଁ ଗୋଟିଏ। ଦ୍ୱିତୀୟରେ ଆସୁଛି ସ୍ୱାଧୀନତା। ଏଇଟା ଖାଲି ବନ୍ଧନରୁ ମୁକ୍ତ ହେବା ନୁହେଁ, ଏହାର ଅର୍ଥ ନିଜ କଥା କହିବାର ସ୍ୱାଧୀନତା, ନିଜ ଇଚ୍ଛାରେ ବଞ୍ଚିବାର ସ୍ୱାଧୀନତା ଆଉ ଯେକୌଣସି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବାର ସ୍ୱାଧୀନତା। ଆଉ 3 ନମ୍ବରରେ ଆସୁଛି ଭ୍ରାତୃତ୍ୱ। ଏହାର ମାନେ ହେଲା ଭାଇଚାରା। ସବୁ ମଣିଷ ପରସ୍ପରକୁ ଭାଇ ଭଳି ଦେଖିବେ ଆଉ ମିଳିମିଶି ରହିବେ। ଆଉ ଯେତେବେଳେ ଏଇ ତିନିଟା ଜିନିଷ ଏକାଠି ହେଇଗଲା ନା, ସତରେ ଏକ ଏମିତି ଶକ୍ତି ତିଆରି ହେଲା ଯାହାକୁ କେହି ଅଟକେଇ ପାରିଲେନି। ହେଲେ କଥା ଉଠୁଛି, ଏହି ଶକ୍ତିଶାଳୀ ଶବ୍ଦଗୁଡ଼ିକ ଆସିଲା କେଉଁଠୁ? ଏହାର ଆରମ୍ଭ କେମିତି ହେଲା? ଚାଲନ୍ତୁ ଏହାର ଇତିହାସ ଭିତରକୁ ଟିକେ ଯାଇ ଦେଖିବା। ଏଗୁଡ଼ା କିଛି କାଳ୍ପନିକ କଥା ନଥିଲା। ଏଇ ତିନିଟା ଶବ୍ଦ ଥିଲା ଫରାସୀ ବିପ୍ଳବର ମୂଳମନ୍ତ୍ର, ତାଙ୍କର ଯୁଦ୍ଧଧ୍ୱନି। ଆଉ ଏଇ ଆଦର୍ଶଗୁଡ଼ିକ କେବଳ ଫ୍ରାନ୍ସରେ ଏକ ନୂଆ ଯୁଗ ଆଣିନଥିଲା, ବରଂ ସାରା ଦୁନିଆରେ ଆଧୁନିକ ଗଣତନ୍ତ୍ରର ମୂଳଦୁଆ ପକାଇଥିଲା। ଆଉ ଜାଣିଛନ୍ତି, ଏ ଯୋଉ ଏତେ ବଡ଼ ଐତିହାସିକ ଘଟଣା କଥା ଆମେ କହୁଛେ, ସେଇଟା ସିଧା ଆସି ଆମ ପାଠ୍ୟକ୍ରମ ସହିତ ଯୋଡ଼ି ହେଇଛି। ଆମ ସିଲାବସ୍ରେ ଏହା ଉପରେ ଏକ ବହୁତ ସୁନ୍ଦର ପ୍ରବନ୍ଧ ଅଛି, ଯାହାକୁ ଲେଖିଛନ୍ତି ଡକ୍ଟର ଚିତ୍ରରଞ୍ଜନ ଦାସ। ସେ ଏହି ତିନୋଟି ଶବ୍ଦର ଗଭୀରତା ଆଉ ଆମ ଜୀବନରେ ଏହାର ମହତ୍ୱକୁ ବହୁତ ସୁନ୍ଦର ଭାବେ ବୁଝେଇଛନ୍ତି। ତେବେ ଆଜିର ଏହି ଆଲୋଚନା ସେହି ପ୍ରବନ୍ଧ ଉପରେ ହିଁ ଆଧାରିତ। ଆଚ୍ଛା, ପରୀକ୍ଷା ପାଇଁ ଏଇ ଚ୍ୟାପ୍ଟରଟା କେତେ ଜରୁରୀ? ଶିକ୍ଷକ ଆଉ ବିଶେଷଜ୍ଞମାନେ ସିଧା କହୁଛନ୍ତି ଏଠୁ ଗୋଟେ ଲମ୍ବା ପ୍ରଶ୍ନ ଆସିବାର ସମ୍ଭାବନା ବହୁତ ବେଶୀ, ତେଣୁ ଏହା ଉପରେ ଟିକେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ତେବେ ଏ ପ୍ରବନ୍ଧର ମୂଳ କଥାଟା କ'ଣ? ସରଳ ଭାଷାରେ କହିଲେ ଏଇଟା ହେଉଛି ରାଜତନ୍ତ୍ରରୁ ଗଣତନ୍ତ୍ରକୁ ଯିବାର କାହାଣୀ। ଏହି ବଡ଼ ପରିବର୍ତ୍ତନକୁ ଚାଲନ୍ତୁ ଭଲ ଭାବେ ବୁଝିବା। ପ୍ରବନ୍ଧରେ ଲେଖକ ବୁଝେଇଛନ୍ତି ଯେ ବହୁତ ପୂର୍ବରୁ ଶାସନ କରିବାର ତରିକା ପୂରାପୂରି ଅଲଗା ଥିଲା। ସେତେବେଳେ ଥିଲା ରାଜତନ୍ତ୍ର, ଆଉ ଏଇ ଗୋଟିଏ ଲାଇନରେ ସବୁକିଛି ସ୍ପଷ୍ଟ ହେଇଯାଉଛି। ଆଗେ ଶାସନ ରାଜାଙ୍କ ଇଚ୍ଛା ଅନୁସାରେ ଚାଲୁଥିଲା। ଏହାର ଅର୍ଥ ରାଜା ଯାହା କହିଲେ ତାହା ହିଁ ଆଇନ। ସାଧାରଣ ଲୋକଙ୍କ ମତାମତର କିଛି ବି ମୂଲ୍ୟ ନଥିଲା। ଏବେ ଏଇ ତୁଳନାକୁ ଟିକେ ଦେଖନ୍ତୁ। ଗୋଟେ ପଟେ ରାଜତନ୍ତ୍ର, ଯୋଉଠି କ୍ଷମତା ବାପା ପରେ ପୁଅକୁ ମିଳୁଥିଲା, ଆଉ ଅନ୍ୟପଟେ ଗଣତନ୍ତ୍ର, ଯୋଉଠି ଶାସନ କରିବାର କ୍ଷମତା ସିଧା ଲୋକଙ୍କ ହାତକୁ ଆସିଲା। ଲୋକମାନେ ନିଜେ ଭୋଟ ଦେଇ ନିଜ ଶାସକ ବାଛିଲେ। ଆଗରୁ ଯେଉଁମାନେ ପ୍ରଜା ଥିଲେ, ଏବେ ସେମାନେ ନାଗରିକ ହେଲେ ଆଉ ଦେଶର ଶାସନରେ ସିଧାସଳଖ ଭାଗ ନେଲେ। ଆଉ ଏଇଠି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଇ ଯେଉଁ ନୂଆ ସିଷ୍ଟମ ମାନେ ଗଣତନ୍ତ୍ର, ଏଇଟା କେବଳ ସେତେବେଳେ ସମ୍ଭବ ହେଲା ଯେତେବେଳେ ସମାନତା, ସ୍ୱାଧୀନତା ଆଉ ଭ୍ରାତୃତ୍ୱକୁ ଆଦର୍ଶ ଭାବରେ ଗ୍ରହଣ କରାଗଲା। ସତ କହିବାକୁ ଗଲେ ଏଗୁଡ଼ିକ ହିଁ ଗଣତନ୍ତ୍ରର ତିନୋଟି ମଜବୁତ ଖୁଣ୍ଟ। ଆଚ୍ଛା, ଏତେ ସବୁ ତ ବୁଝିଗଲେ। ଏବେ ଆସିବା ସେହି କଥାକୁ ଯାହା ସମସ୍ତେ ଅପେକ୍ଷା କରିଛନ୍ତି। ପରୀକ୍ଷାରେ ଏହି ଅଧ୍ୟାୟରୁ ପୁରା ମାର୍କ କେମିତି ମିଳିବ? ଏକଦମ ମନେ ରଖନ୍ତୁ, ଏହି ପ୍ରବନ୍ଧରୁ ଗୋଟିଏ 5 ମାର୍କର ଲମ୍ବା ପ୍ରଶ୍ନ ଆସିବାର ସମ୍ଭାବନା ପ୍ରାୟ ନିଶ୍ଚିତ। ଆଉ ଅନୁଭବ କହୁଛି, ଏହି ଚ୍ୟାପ୍ଟରରୁ ପ୍ରଶ୍ନ ଆସିବାର ସମ୍ଭାବନା ସବୁଠୁ ଅଧିକ। ଏବେ ଦେଖନ୍ତୁ କିଛି ସମ୍ଭାବ୍ୟ ପ୍ରଶ୍ନ। ଏମିତି ପ୍ରଶ୍ନ ହିଁ ପୂର୍ବ ବର୍ଷମାନଙ୍କରେ ଆସିଛି କିମ୍ବା ଆସିପାରେ। ଏଗୁଡ଼ିକୁ ଟିକେ ଭଲ ଭାବେ ଦେଖିନେଲେ ପ୍ରସ୍ତୁତି କରିବା ପାଇଁ ବହୁତ ସହଜ ହେବ। ଗୋଟେ ପରଫେକ୍ଟ ଉତ୍ତର ପାଇଁ ଏହି 4ଟା ଷ୍ଟେପ୍ସକୁ ଫଲୋ କରନ୍ତୁ। ପ୍ରଥମେ, ଉପକ୍ରମରେ ଲେଖିବେ ଏହା ଫରାସୀ ବିପ୍ଳବରୁ ଆସିଛି। ଦ୍ୱିତୀୟରେ, ସମାନତା, ସ୍ୱାଧୀନତା ଆଉ ଭ୍ରାତୃତ୍ୱର ମାନେ କ'ଣ ତାକୁ ଅଲଗା ଅଲଗା କରି ବୁଝେଇବେ। ତୃତୀୟରେ, ରାଜତନ୍ତ୍ର ସହ ଏହାର ତୁଳନା କରିବେ। ଆଉ ଶେଷରେ, ଏକ ଦଣ୍ଡଦାର ଉପସଂହାର ଲେଖିବେ ଯେ ଆଜିର ଦୁନିଆରେ ଏହାର ମହତ୍ୱ କ'ଣ। ତେବେ ଶେଷରେ ଗୋଟିଏ ପ୍ରଶ୍ନ। ପରୀକ୍ଷା ତ ଗୋଟେ ଜାଗାରେ ଅଛି, କିନ୍ତୁ ଆମ ପ୍ରକୃତ ଜୀବନରେ ଏହି ତିନୋଟି ଶବ୍ଦର ମୂଲ୍ୟ କେତେ? ଆଜିର ସମାଜରେ ଆମେ କ'ଣ ସତରେ ଏହି ଆଦର୍ଶଗୁଡ଼ିକୁ ମାନୁଛୁ? ଏହା ଉପରେ ଟିକେ ଚିନ୍ତା କରିବା ନିହାତି ଦରକାର।